ବିପଦରେ କୁକୁଡ଼ା। ବହୁତ ଦିନ ତଳର କଥା। ଏକ ସବୁଜ ସୁନ୍ଦର ଗାଁ ପାଖରେ ଥିଲା ଏକ ବିଶାଳ ଜଙ୍ଗଲ। ଜଙ୍ଗଲଟିରେ ବଡ଼ ବଡ଼ ବଟ, ପିପଳ, ଆମ୍ବ ଓ ପଣସ ଗଛ ରହିଥିଲା। ସେହି ଗଛ ଗୁଡ଼ିକରେ ବହୁତ ପକ୍ଷୀ ନିଜ ଘର ବନାଇ ରହୁଥିଲେ। ଜଙ୍ଗଲରେ ହରିଣ, ଭାଲୁ, ମାଙ୍କଡ଼, ଠେକୁଆ ଓ ବିଲୁଆ ମଧ୍ୟ ରହୁଥିଲେ। ଜଙ୍ଗଲ ଧାରରେ ଜଣେ ପରିଶ୍ରମୀ ଚାଷୀଙ୍କ ଛୋଟ ଘର ଥିଲା। ଚାଷୀଙ୍କ ଘରେ ଗାଈ, ଛେଳି, ବତକ ଓ କୁକୁଡ଼ାମାନେ ରହୁଥିଲେ। ସେମାନଙ୍କ ମଧ୍ୟରେ ଥିଲା ଗୋଟିଏ ସୁନ୍ଦର ଲାଲ କୁକୁଡ଼ା। ତାର ନାମ ଥିଲା ଲାଲୁ। ଲାଲୁ ବହୁତ ପରିଶ୍ରମୀ ଓ ଭଦ୍ର ଥିଲା। ପ୍ରତିଦିନ ସୂର୍ଯ୍ୟ ଉଠିବା ପୂର୍ବରୁ ସେ କୁକୁଡ଼ୁକୁ ବୋଲି ଡାକୁଥିଲା। ତାର ଡାକ ଶୁଣି ଚାଷୀ, ଚାଷୀଙ୍କ ସ୍ତ୍ରୀ ଓ ଗାଁର ଲୋକମାନେ ଉଠି ପଡ଼ୁଥିଲେ। ଚାଷୀ ଲାଲୁକୁ ବହୁତ ଭଲ ପାଉଥିଲେ। ସେ ତାକୁ ଭଲ ଦାନା ଖାଇବାକୁ ଦେଉଥିଲେ। ଏହି କାରଣରୁ ଲାଲୁ ଦିନକୁ ଦିନ ମୋଟା ଓ ସୁସ୍ଥ ହେଉଥିଲା। କିନ୍ତୁ ଜଙ୍ଗଲରେ ରହୁଥିବା ଗୋଟିଏ ଚତୁର ବିଲୁଆ ଲାଲୁକୁ ଦେଖି ବହୁତ ଲୋଭ କରୁଥିଲା। ସେହି ବିଲୁଆର ନାମ ଥିଲା ଝୁମ୍ପା। ଝୁମ୍ପା ଅନେକ ଥର ଲାଲୁକୁ ଧରିବାକୁ ଚେଷ୍ଟା କରିଥିଲା, କିନ୍ତୁ କେବେ ସଫଳ ହେଇନଥିଲା। ଦିନେ ଝୁମ୍ପା ଗଛ ତଳେ ବସି ଭାବିଲା, ଏମିତି ଜୋର କରି ଧରିବାକୁ ଗଲେ ହେବ ନାହିଁ। ମୋତେ ଚାଲାକି କରିବାକୁ ପଡ଼ିବ। ଠିକ୍ ସେହି ଜଙ୍ଗଲରେ ଗୋଟିଏ ମାଙ୍କଡ଼ ରହୁଥିଲା। ତାର ନାମ ଥିଲା ମଙ୍ଗୁ। ମଙ୍ଗୁ ବହୁତ ବୁଦ୍ଧିମାନ ଓ ଦୟାଳୁ ଥିଲା। ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲା। ମଙ୍ଗୁ ଓ ଲାଲୁ ଭଲ ବନ୍ଧୁ ଥିଲେ। ପ୍ରତିଦିନ ସକାଳେ ଲାଲୁ ଦାନା ଖାଉଥିବା ବେଳେ ମଙ୍ଗୁ ଗଛରୁ ଡେଇଁ ଆସି ତା ସହ କଥା ହେଉଥିଲା। ଗୋଟିଏ ଦିନ ଝୁମ୍ପା ଲାଲୁ ପାଖକୁ ଆସି ମିଠା ସ୍ୱରରେ କହିଲା, ବନ୍ଧୁ ଲାଲୁ, ତୁମେ କେମିତି ଅଛ? ଲାଲୁ ଆଶ୍ଚର୍ଯ୍ୟ ହୋଇଗଲା। ମୁଁ ତୁମର ବନ୍ଧୁ କେବେ ହେଲି? ସେ ପଚାରିଲା। ବିଲୁଆ ହସି କହିଲା, ଆଜିଠାରୁ ଜଙ୍ଗଲରେ ଶାନ୍ତି ସଭା ହୋଇଥିଲା। ସମସ୍ତେ ମିତ୍ର ହେବାକୁ ନିଷ୍ପତ୍ତି ନେଇଛନ୍ତି। ଲାଲୁ କିଛି ବିଶ୍ୱାସ କଲା ନାହିଁ। ସେତେବେଳେ ମଙ୍ଗୁ ଗଛ ଉପରୁ କହିଲା, ଲାଲୁ ସାବଧାନ, ଏହାର କଥା ଶୁଣନି। ବିଲୁଆ ରାଗିଗଲା ଆଉ କହିଲା, ତୁ ସବୁବେଳେ ମୋ କାମ ନଷ୍ଟ କରୁଛୁ। ମଙ୍ଗୁ ହସି କହିଲା, ମୁଁ କେବଳ ସତ୍ୟ କଥା କହୁଛି। ଝୁମ୍ପା ରାଗରେ ଚାଲିଗଲା। ପରଦିନ ସେ ଆଉ ଏକ ଯୋଜନା କଲା। ସେ ଜଙ୍ଗଲରୁ ପକ୍କା ଆମ୍ବ, ଜାମୁ ଓ କଦଳୀ ଆଣିଲା। ଲାଲୁ ପାଖକୁ ଯାଇ କହିଲା, ଦେଖ ତୁମ ପାଇଁ କେତେ ସୁସ୍ୱାଦୁ ଫଳ ଆଣିଛି। ଲାଲୁ କହିଲା, ମୁଁ ଚାଷୀଙ୍କ ଘରେ ଭଲ ଖାଦ୍ୟ ପାଉଛି। ବିଲୁଆ କହିଲା, ଏଗୁଡ଼ିକ ସାଧାରଣ ଫଳ ନୁହେଁ, ଜଙ୍ଗଲର ରାଜାଙ୍କ ବଗିଚାର ଫଳ। ଲାଲୁ ଟିକିଏ
ଆକର୍ଷିତ ହେଲା। କିନ୍ତୁ ମଙ୍ଗୁ ତୁରନ୍ତ କହିଲା, ମାଗଣା ଜିନିଷ ପଛରେ ସବୁବେଳେ କୌଣସି ନା କୌଣସି ସ୍ୱାର୍ଥ ଲୁଚିଥାଏ। ଲାଲୁ ବିଲୁଆର କଥାରେ ଫସିଲା ନାହିଁ। କିଛି ଦିନ ପରେ ବର୍ଷା ଋତୁ ଆସିଲା। ଆକାଶରେ କଳା ମେଘ ଘୋଟିଗଲା। ବଜ୍ରପାତ ହେବାକୁ ଲାଗିଲା। ଗୋଟିଏ ରାତିରେ ଭୟଙ୍କର ଝଡ଼ ଆସିଲା। ଗଛ ଭାଙ୍ଗିବାକୁ ଲାଗିଲା। ଘରର ଛାତ ଉଡ଼ି ଯିବାକୁ ଲାଗିଲା। କୁକୁଡ଼ା ଘରର ଦୁଆର ଭାଙ୍ଗିଗଲା। ଭୟ ପାଇ ଲାଲୁ ଦୌଡ଼ି ଦୌଡ଼ି ଜଙ୍ଗଲ ଭିତରକୁ ପଳାଇଗଲା। ଝଡ଼ ଏତେ ଜୋରରେ ଥିଲା ଯେ ସେ ରାସ୍ତା ଭୁଲିଗଲା। ସକାଳ ହେବା ପରେ ସେ ଦେଖିଲା ଯେ ସେ ଜଙ୍ଗଲର ଗଭୀର ଭାଗରେ ଅଛି। ଚାରିଆଡ଼େ ଅଜଣା ଗଛ, ଅଜଣା ଶବ୍ଦ, ଭୟଙ୍କର ପରିବେଶ। ଲାଲୁ କାନ୍ଦିବାକୁ ଲାଗିଲା। ହାୟ, ଏବେ ମୁଁ ଘରକୁ କେମିତି ଯିବି? ଠିକ୍ ସେତିକିବେଳେ ଝୁମ୍ପା ବିଲୁଆ ତାକୁ ଦେଖିଦେଲା। ସେ ଖୁସିରେ ନାଚି ଉଠିଲା। ଆଜି ତୁ ମୋ ହାତରୁ ବଞ୍ଚି ପାରିବୁ ନାହିଁ। ସେ ଧୀରେ ଧୀରେ ଲାଲୁ ଆଡ଼କୁ ଆସିବାକୁ ଲାଗିଲା। ଲାଲୁ ଭୟରେ କମ୍ପିବାକୁ ଲାଗିଲା। ଲାଲୁ ଦୌଡ଼ିବାକୁ ଲାଗିଲା। ବିଲୁଆ ତା ପଛରେ ଦୌଡ଼ିଲା। ଲାଲୁ ଏକ ଝାଡ଼ି ଭିତରେ ପଶିଗଲା। ବିଲୁଆ ମଧ୍ୟ ଝାଡ଼ି ଭିତରେ ପଶିଲା। ଏହି ସମୟରେ ମଙ୍ଗୁ ଗଛ ଉପରୁ ସବୁ ଦେଖିଲା। ସେ ତୁରନ୍ତ ଏକ ବଡ଼ ଡାଳ ଭାଙ୍ଗି ବିଲୁଆ ଉପରେ ପକାଇଦେଲା। ବିଲୁଆ ଡରିଗଲା। ସେ ଭାବିଲା କୌଣସି ଶିକାରୀ ଆସିଛି। କିଛି ସମୟ ପାଇଁ ସେ ପଳାଇଗଲା। ମଙ୍ଗୁ ତୁରନ୍ତ ଲାଲୁ ପାଖକୁ ଆସିଲା ଆଉ କହିଲା, ଭୟ କରନି ବନ୍ଧୁ, ମୁଁ ଆସିଗଲି। ଲାଲୁର ଆଖିରେ ଲୁହ ଆସିଗଲା। ଲାଲୁ କହିଲା, ତୁ ନଥାନ୍ତୁ ଯଦି, ତେବେ ମୁଁ ଆଜି ବଞ୍ଚି ପାରୁନଥାନ୍ତି। ମଙ୍ଗୁ କହିଲା, ସତ୍ୟ ବନ୍ଧୁ କେବେ ବିପଦ ସମୟରେ ଛାଡ଼ି ଯାଏ ନାହିଁ। ଦୁଇ ଜଣ ଘରକୁ ଫେରିବା ପାଇଁ ରାସ୍ତା ଖୋଜିବାକୁ ଲାଗିଲେ। ବାଟରେ ଏକ ଛୋଟ ନଦୀ ପଡ଼ିଲା। ବର୍ଷା ପାଣିରେ ନଦୀ ଫୁଲି ଉଠିଥିଲା। ଲାଲୁ ନଦୀ ପାର ହୋଇପାରୁନଥିଲା। ମଙ୍ଗୁ ଲତା ଓ ଡାଳ ସାହାଯ୍ୟରେ ଏକ ଛୋଟ ସେତୁ ତିଆରି କଲା। ଦୁଇ ଜଣ ସୁରକ୍ଷିତ ଭାବେ ନଦୀ ପାର ହେଲେ। କିଛି ଦୂର ଯିବା ପରେ ସେମାନେ ଏକ ଶିକାରୀର ଜାଲ ଦେଖିଲେ। ଅନ୍ଧାରରେ ଲାଲୁ ସେଥିରେ ଫସି ଯାଇଥିଲା। ଲାଲୁ ଚିତ୍କାର କଲା, ବଞ୍ଚାଅ, ବଞ୍ଚାଅ। ମଙ୍ଗୁ ତାର ତୀକ୍ଷ୍ଣ ଦାନ୍ତରେ ଜାଲ କାଟିଦେଲା। ପୁଣି ଥରେ ଲାଲୁ ରକ୍ଷା ପାଇଗଲା। ସନ୍ଧ୍ୟାବେଳେ ସେମାନେ ଜଙ୍ଗଲ ଧାରରେ ପହଞ୍ଚିଲେ। ଚାଷୀ ସେତେବେଳେ ଲାଲୁକୁ ଖୋଜୁଥିଲେ। ଲାଲୁକୁ ଦେଖି ଚାଷୀ ବହୁତ ଖୁସି ହେଲେ। ସେ ଲାଲୁକୁ କୋଳରେ ଉଠାଇ ନେଲେ। ମଙ୍ଗୁକୁ ମଧ୍ୟ ଧନ୍ୟବାଦ ଦେଲେ। ସେହି ଦିନଠାରୁ ଲାଲୁ ଆଉ କେବେ ଅଜଣା ଲୋକଙ୍କ କଥାରେ
ବିଶ୍ୱାସ କଲା ନାହିଁ। ଆଉ ଝୁମ୍ପା ବିଲୁଆ ବୁଝିଗଲା ଯେ ଲୋଭ ଓ ଚାଲାକି ସବୁବେଳେ ସଫଳ ହୁଏ ନାହିଁ। ମଙ୍ଗୁ ଓ ଲାଲୁଙ୍କ ବନ୍ଧୁତ୍ୱ ଆହୁରି ଗଭୀର ହେଲା। ଜଙ୍ଗଲର ସମସ୍ତ ପଶୁପକ୍ଷୀ ସେମାନଙ୍କ ବନ୍ଧୁତ୍ୱ ଉଦାହରଣ ଦେବାକୁ ଲାଗିଲେ। ଏହି ଗପଟିରୁ ଆମମାନଙ୍କୁ ଶିକ୍ଷା ମିଳୁଛି ଯେ ସତ୍ୟ ବନ୍ଧୁ ସେଇ ଯିଏ ସୁଖରେ ନୁହେଁ ବରଂ ବିପଦ ସମୟରେ ମଧ୍ୟ ସାଥୀ ହୋଇ ଠିଆ ହୁଏ। ମିଠା କଥା କହୁଥିବା ସମସ୍ତେ ଭଲ ହୋଇନଥାନ୍ତି। ତେଣୁ କାହାକୁ ବିଶ୍ୱାସ କରିବା ପୂର୍ବରୁ ତାଙ୍କର ଉଦ୍ଦେଶ୍ୟ ବୁଝିବା ଆବଶ୍ୟକ। ବୁଦ୍ଧି, ସତର୍କତା ଏବଂ ଭଲ ବନ୍ଧୁଙ୍କ ପରାମର୍ଶ ମଣିଷକୁ ବଡ଼ରୁ ବଡ଼ ବିପଦରୁ ମଧ୍ୟ ରକ୍ଷା କରିପାରେ। ଲୋଭ ଓ ଧୋକା ଶେଷରେ ପରାଜିତ ହୁଏ, କିନ୍ତୁ ସତ୍ୟ, ସାହସ ଓ ବନ୍ଧୁତ୍ୱ ସବୁବେଳେ ବିଜୟୀ ହୁଏ। ଧନ୍ୟବାଦ।